ଆପଣ ବାହାରେ କୋଳାକୋଳି ହେଉଛନ୍ତି କିନ୍ତୁ ଆରୋପ ପ୍ରତ୍ୟାରୋପ ସବୁବେଳେ ଲଗାଉଛନ୍ତି। ସାର୍ 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 ଆପଣ ବାହାରେ କୋଳାକୋଳି ହେଉଛନ୍ତି, ଉପରେ ଉପରେ ଆରୋପ ପ୍ରତ୍ୟାରୋପ କରୁଛନ୍ତି, ତାର ରହସ୍ୟ କଣ? ଲୋକଙ୍କ ପାଖକୁ କଣ ମେସେଜ ଯାଉଛି? ନା ବାହାରେ କୋଳାକୋଳି ନାହିଁ, ଉପରେ ଉପରେ ଆରୋପ ପ୍ରତ୍ୟାରୋପ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ମାନଙ୍କର ଦାୟିତ୍ୱ। ସେ ତାଙ୍କ ବିଷୟ କହିବେ, ଆମ ବିଷୟ କହିବେ। କିନ୍ତୁ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ହବାର ଅର୍ଥ ନୁହେଁ ତ ଶତ୍ରୁତା କରିବା, ସୌଜନ୍ୟତା ଭୁଲିଯିବା। ବବିଟା ମୋ ସାନ ଭାଇ ଅଶୋକ ଭାଇ ଆମର ଯେତେବେଳେ ମୁଁ ଯେତେବେଳେ ବିଧାନସଭା ଗଲି ପ୍ରଥମ ଜିତିକି, ଅଶୋକ ଭାଇ ଇଣ୍ଡିପେଣ୍ଡେଣ୍ଟ ଜିତିଥିଲେ, ଜନତା ଦଳରେ ଜିତିଥିଲେ, ପୁରା ପ୍ରକାର ଇଣ୍ଡିପେଣ୍ଡେଣ୍ଟ ଭଳିଆ ଥିଲେ। ତାଙ୍କ ସାଙ୍ଗରେ ମୋର ବହୁତ ଅତ୍ୟନ୍ତ ଘନିଷ୍ଠ ସମ୍ପର୍କ ଥିଲା। ତାଙ୍କର ଶେଷ ସମୟ ପର୍ଯ୍ୟନ୍ତ ମୁଁ ତାଙ୍କ ସାଙ୍ଗରେ ବହୁତ ବ୍ୟକ୍ତିଗତ ଆଟାଚମେଣ୍ଟ ମୋର ଥିଲା। ତାଙ୍କ ପୁଅ ବବି ଆମର ଓଡ଼ିଶାର ଗୋଟିଏ ବିଜୁ ଜନତା ଦଳର ପ୍ରଭାବଶାଳୀ ନେତା। ଆରେ ଭଲ ସିଏ ଏକ ନମ୍ବର ନେତା ହେଇଥାନ୍ତା, ସିଏ ଉତ୍ତରାଧିକାରୀ ହେଇଥାନ୍ତା। ସିଏ ତ ବିଚାର ବାଚଳ ହେଇକି ଆଡିଚାରେ କଥା କହୁଛି। କିନ୍ତୁ ମୁଁ ବଦିକୁ ମୋର ବହୁତ ସାନ ଭାଇଟା, ମୁଁ ତ ବ୍ୟକ୍ତିଗତ ଆଦର କରିବାର କଣ ଅସୁବିଧା ଅଛି? ସେ ତା ଦଳରୁ ପ୍ରାର୍ଥୀ ହେଇଛି, ମୁଁ ମୋ ଦଳରୁ ପ୍ରାର୍ଥୀ ହେଇଛି। ଏଇ ଯୋଉ ବିଷୟଟା ଆପଣ ଆଣିଲେ ନା, କୋଉଠି ନା କୋଉଠି ମୁଁ କହିଲି ଓଡ଼ିଶାର କିଛି ଲୋକ ତାମିଲନାଡୁ ବନେଇବା ପାଇଁ ଚାହୁଁଛନ୍ତି। ମୋର ମନେ ପକଉଛି ତାମିଲନାଡୁ ବିଧାନସଭାରେ ଆଦରଣୀୟ ଜୟଲଲିତାଙ୍କୁ ଡିଏମ୍କେ ବାଲା ଚୁଟି ଧରିକି ଟାଣିକି ନେଇଥିଲେ। ଇଏ ଭାବୁଛନ୍ତି ଓଡ଼ିଶାରେ ଆମେ ରାଜନୈତିକ ଦ୍ୱନ୍ଦ୍ୱ ପ୍ରତିଦ୍ୱନ୍ଦ୍ୱୀକୁ ତାମିଲନାଡୁ ବନେଇବୁ। ମୁଁ କଣ ପାଇଁ ବନେଇବି ତାମିଲନାଡୁ? ଏଟାକୁ ମୁଁ ଆପଣଙ୍କ ସାଙ୍ଗରେ ଅସହମତ ହେଇପାରେ, ମୁଁ ଆପଣଙ୍କ ଶତ୍ରୁ କି? ଆପଣ ସାମ୍ବାଦିକ, ଆପଣ ମତେ କଡ଼ା କଥା ପଚାରିବେ, ମୁଁ ମୋର ଯେତିକି ବୁଝେଇ ପାରିବା କଥା ଉତ୍ତର ଦେବି, ଯୋଉଟା ଆପଣ ଲେଖିବା କଥା ଆପଣ ଲେଖିବେ। ଶତ୍ରୁତା ନୁହଁଥିଲା ଆମେ ଗଣତନ୍ତ୍ରରେ। ରାଜନୈତିକ ସୌଜନ୍ୟତାରେ ମହାଭାରତ ବେଳେ କୌରବ ଆଉ ପାଣ୍ଡବ ଉଭୟ ତ ମିତ୍ର ନଥିଲେ, ଶତ୍ରୁ ଥିଲେ, ପ୍ରତିଦ୍ୱନ୍ଦିତା କରୁଥିଲେ, ଯୁଦ୍ଧ ଲଢୁଥିଲେ। କିନ୍ତୁ ରାତିରେ ତ ଶିବିରରେ ଯୁଦ୍ଧ ବିରତି ପରେ ଆଲୋଚନା ତ କରୁଥିଲେ। ଲୋକମାନେ ସେଟା ବୁଝୁନାହାନ୍ତି, ସେମାନେ କହୁଛନ୍ତି କଣ କୋଳାକୋଳି ହଉଛି। ଯୋଉ ତାମିଲନାଡୁ ମହିଳା ଯୋଉଠି କରୁଛନ୍ତି ସେମାନେ ବାବୁ ଦଳେ ବଡାଦିଆ ମିଡିଆକୁ ଲଗେଇ କହୁଛନ୍ତି ଏବେ କରନି, ଏଟା ଦେଖିବେ ଯୁଦ୍ଧ ହେଇଗଲା। ମୋର ଧର୍ମେନ୍ଦ୍ର ପ୍ରଧାନ ସଂସ୍କାର ଅଛି, ଛାତିରେ ବଡ ଚଉଡା ଛାତି ଅଛି, ମୋର କଲିଜାର ଜାଗା ଅଛି। ମୋର ପ୍ରତିଦ୍ୱନ୍ଦ୍ୱୀକୁ ବ୍ୟକ୍ତିଗତ ସ୍ତରରେ ଆଦର ସ୍ନେହ କରିବା, ସମ୍ମାନ କରିବା, ବଡ ହେଇଥିଲେ ସମ୍ମାନ କରିବା, ସାନ ହେଇଥିଲେ ସ୍ନେହ କରିବା, ଏଇଟା ମୋର ସଂସ୍କାର, ଏଇଟା ମୋର ଓଡିଆ ସଂସ୍କାର।